বাইরে দেখি যাও ইআইসি পাখু যাଉଛନ୍ତି ଶୁଣନ୍ତୁ ଆସିଲା ପରେ ଆପଣ ସେଇଟା ବେଟର। ଆମର ଦାବି ନ୍ୟାଯ୍ୟ ଦାବି ସରକାର ତୁମେ ମାନି ନିଅ। ଗ୍ରାଚୁଇଟି ପାଇବା ଆମର ଦାବି, ଗ୍ରାଚୁଇଟି ପାଇବା ଆମର ଦାବି, ଅବ୍ୟବହିତ ଛୁଟି ପାଇବା ଆମର ଦାବି, ଅବ୍ୟବହିତ ଛୁଟି ପାଇବା ଆମର ଦାବି, ପେନସନ୍ ପାଇଁ ଆମର ଦାବି, ପେନସନ୍ ଦେବା ଆମର ଦାବି, ଇଞ୍ଜିନିୟରସିପ୍ ମାନି ନିଅ। ନ ମାନିଲେ ଲଢ଼େଇ ହବ, ତମର ଆମର ଲଢ଼େଇ ହବ, ଲଢ଼େଇ ହବରେ ନିଆଁ ଜଳିବ। ସରକାର ତୁମେ ମାନି ନିଅ, ନ୍ୟାଯ୍ୟ ଦାବି ମାନି ନିଅ। ଆପଣଙ୍କର ଜଟିଳତା ସେ ବିଲ୍ ବେଶୀ କ'ଣ ଜାଣିନଥିଲେ ସେ କରି ତୁମ ସବୁ ସେଥିରେ ମଧ୍ୟ ସେ ଆମର ଇଞ୍ଜିନିୟରିଂ ଭାବରେ କିଏ ଅଛନ୍ତି ଆମେ ତାକୁ ସବୁ ବୁଝେଇନି। ଆମେ ଲେଖିଥିଲୁ ଆମର ଡିଏଲ୍ଆର୍ ଏନ୍ଏମ୍ଆର୍ ସର୍ଭିସଟାକୁ କ୍ୱାଲିଫାଇଂ ସର୍ଭିସ୍ ବୋଲି ଡିଏଲ୍ଆର୍ରୁ ୱାର୍କର୍ସ ରେଗୁଲାର ସମସ୍ତେ କେମିତି ଗ୍ରାଚୁଇଟି ପାଇବେ। ଦ୍ୱିତୀୟ କଥା ହେଉଛି ରେଭିନ୍ୟୁ ଡିପାର୍ଟମେଣ୍ଟ ଯେଉଁ ଜବ୍ ଏମ୍ପ୍ଲୟିଜ୍ ମାନେ ପେନ୍ସନ୍ ପାଇଛନ୍ତି ତାଙ୍କ ଭଳି କେମିତି ଆମ ପିଲାମାନେ ପେନ୍ସନ୍ ପାଇବେ। ତୃତୀୟ କଥା ହେଉଛି ଯେ ଆମର ଲିଭ୍ ସାଲାରୀ ଅବ୍ୟବହୃତ ଛୁଟି ଦରମା ସେ ବାବଦରେ ଗଭର୍ଣ୍ଣମେଣ୍ଟକୁ ଗଲା ପ୍ରପୋଜାଲ୍। ଗଭର୍ଣ୍ଣମେଣ୍ଟକୁ ପ୍ରପୋଜାଲ୍ ଯାଇଥିବାରୁ ଆମେ ଜନମୁଖ ସିଭିଲକୁ ଧନ୍ୟବାଦ ଦେଉଛୁ। ପିଲାମାନଙ୍କ ଦୁଃଖ କଥା ସେ ବୁଝିପାରୁଛନ୍ତି ସେଥିପାଇଁ ଆଉ ଥରେ ଧନ୍ୟବାଦ। କିନ୍ତୁ ଧନ୍ୟବାଦ ଦେବୁ ସେହି ସମୟରେ ଯେ ପର୍ଯ୍ୟନ୍ତ ସରକାର ଆମ ନ କରିଛନ୍ତି ଆଗାମୀ ଭବିଷ୍ୟତରେ ଯଦି ସରକାର ଜନମୁଖ୍ୟ ସିଭିଲ ପଠାଇଥିବା ଯେଉଁ 3ଟି ପ୍ରସ୍ତାବ ଯଦି କାର୍ଯ୍ୟକାରୀ କଲେ ଆମେ ବି ସରକାର ଧନ୍ୟବାଦ ଦେବୁ। ଯଦି କାର୍ଯ୍ୟକାରୀ ନ କଲେ ତାହେଲେ ଆମେ ରକ୍ତାକ୍ତ ସଂଘର୍ଷ କରିବୁ। ବିଶେଷ କରିକି ମୁଖ୍ୟମନ୍ତ୍ରୀ ଆଉ ଆମର ପୂର୍ତ୍ତମନ୍ତ୍ରୀ ଏ ଦୁଇ ଜଣଙ୍କ ବାସଭବନ ସମ୍ମୁଖରେ। ଧନ୍ୟବାଦ।